ଢେଙ୍କାନାଳରେ ସ୍ଥାନୀୟ ପିଡବ୍ଲ୍ୟୁଡି କଲୋନୀ ନିକଟରେ ସାଇ ମନ୍ଦିରଠାରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଲୋକମାନଙ୍କ ଥାଲାସେମିଆ ଓ ସିକେଲ ସେଲ୍ ପରୀକ୍ଷା କରାଯାଇଥିଲା। ଉକ୍ତ ଶିବିରରେ ସମ ହସ୍ପିଟାଲ ଭୁବନେଶ୍ୱର କାର୍ଯ୍ୟରତ ଡାକ୍ତର ହେମଲତା ଦାସ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ପ୍ରତ୍ୟେକ ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଉକ୍ତ ଶିବିରରେ 45 ଜଣ ରୋଗୀ ଚିକିତ୍ସିତ ହୋଇଥିଲେ। संगठन जिला सभापति सुधाकर साहू, जिला सेवा संयोजक ब्रजबंधु चिनोरा, जिला आध्यात्मिक संयोजक प्रेमानंद साहू, ढेंकानाल समिति आवाहक विश्वजित नायक, प्रशांत नायक, नरहिर विश्वाल, अजय कुमार राउत, बंशीधर साहाणी, जानकी देव, सुचित्रा बेहेरा, जस्मिन मोहराणा उपस्थित रही चिकित्सा शिविर को सुपरिचालना करथिले। ढेंकानाल शुभम पानी को रिपोर्ट, टुडे फास्ट न्यूज ओडिशा।